ବୈଶାଖ ମାସ ଚାଲୁଥାଏ, ମୁଣ୍ଡ ଉପରେ ଖରା ଥାଏ। ଟେକି ଚଢ଼େଇ ଘର ଭିତରେ ବସିଥାଏ। 3 ଦିନ ହେଇଗଲାଣି ମୋ ପୁଅ ହେଇଗଲାଣି, କିନ୍ତୁ ଏଇ ଅଣ୍ଡା ଏବେ ଯାଇ ଫାଟିଲାନି। ଏଇ ଅଣ୍ଡାଟା ଖରାପ ହେଇଯାଇନି ତ? ନା ନା, ଏମିତି ହେଇପାରିବନି। ଏତେ ଯତ୍ନରେ ମୁଁ ତାକୁ ରଖିଥିଲି। ଭଗବାନ ମୋ ସହିତ ଏମିତି କରିପାରିବେନି। ଟିକି ଚଢ଼େଇ ବସା ଭିତରେ ଥିଲା, ଆଉ ତା ମୁହଁ ଝାଉଁଳି ଯାଇଥିଲା ବା ଶୁଖି ଯାଇଥିଲା। ତାପରେ ବାହାରେ କିଛି ପକ୍ଷୀମାନଙ୍କର ଶବ୍ଦ ଶୁଣାଗଲା। ମରିଯାଇଛି ତ ମରିଗଲେ କ'ଣ ହେଲା? ମୁଁ ତ କାଲିଠାରୁ କହୁଛି ତା ଅଣ୍ଡା ଖରାପ ହେଇଯାଇଛି। କିନ୍ତୁ ଟିକି ଚଢ଼େଇ ତ ବହୁତ ଜିଦିଆ, ସେ କାହା କଥା ଶୁଣୁଛି? ହଁ ହଁ ଭଉଣୀ, ମୁଁ ବି ଦେଖିଛି 3 ଦିନ ହେଲାଣି ସେ ତା ବସାରୁ ବାହାରିନି। ମତେ ଲାଗୁଛି ତା ଅଣ୍ଡା ଆଉ ଫାଟିବ ନାହିଁ। ଆରେ ଶୁଆ, ଯଦି ତା ମାର ଭଲ ପାଇବା ସତ ହେଇଥିବ, ଥୋଡ଼ି ନା ଏମିତି ମାର ମମତା ହେଇଥାଏ। ତ ମିଠୁ ଭାଇ, ତମେ କ'ଣ ଏବେ ଭବିଷ୍ୟବାଣୀ କରିଲନି ନା କ'ଣ? ଆରେ ସେଥିରେ ଯଦି ଛୁଆ ଥାଆନ୍ତା, ଏବେ ଯାଇ ସେ ବାହାରି ସାରନ୍ତାଣି। 21 ଦିନ ବହୁତ ଅଣ୍ଡା ପାଇଁ। ମୁଁ ମୋ ନିଜ ଆଖିରେ ଦେଖିଛି ମୋ ପୁଅ 18 ଦିନରେ ବାହାରକୁ ଆସିଲା ଭାରି। ଆଉ ଟିକି ଚଢ଼େଇର ଛୁଆ ଏବେ ଯାକେ ଫସିକି ଅଛି ଅଣ୍ଡାରେ। ମତେ ଲାଗୁଛି ଅଣ୍ଡା ଖରାପ ହେଇସାରିବଣି। ତୁମେମାନେ କ'ଣ ପାଇଁ ତା ଆଶାକୁ ମାରିବାକୁ ଚାହୁଁଛ? ସେ ଗୋଟିଏ ମା, ଆଉ ମା ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼େଇ କରିଥାଏ। ଆଚ୍ଛା, ତତେ ଯଦି ଏତେ ଦୟା ଲାଗୁଛି, ଏଇଠାରୁ ଯା ଆଉ ତାକୁ ପାଣି ପେଇଦେ। ମିଠୁ ଶୁଆ ଆଉ କିଛି କହିଲା ନାହିଁ। ସେଇଠାରୁ ଉଡ଼ିକି ନଦୀ ଆଡ଼କୁ ଚାଲିଗଲା। ତାପରେ ମିଠୁ ଶୁଆ କଳସୀରେ ପାଣି ଭର୍ତ୍ତି କରି ଟିକି ଚଢ଼େଇ ପାଖକୁ ଗଲା। ଟିକି ଚଢ଼େଇ, ତୁମ ପାଇଁ ମୁଁ ଏ ପାଣି ଆଣିଛି, ଟିକେ ପାଣି ପିଇଦିଅ। ଚିନ୍ତା କର ନାହିଁ, ସବୁ ଠିକ୍ ହେଇଯିବ। ଧନ୍ୟବାଦ ମିଠୁ ଭାଇ। କୁହୁ, ତମେ ବି ପାଣି ପିଇଦିଅ। ପାଣି ପିଇଲା ପରେ ଟିକି ଚଢ଼େଇକୁ ଟିକେ ଭଲ ଲାଗିଲା, କିନ୍ତୁ ତା ନଜର ବାର ବାର ଅଣ୍ଡା ଉପରକୁ ଯାଉଛି। ତାପରେ ସେଇଠିକି କଳା କାଉ ଓ ଶୁଆ ଆସିଲେ। ଟିକି ଚଢ଼େଇ, ଏ ଅଣ୍ଡାକୁ ତମେ ଫୋପାଡ଼ି ଦିଅ। ଏବେ ଖାଲି ତୁମ ପୁଅ ଉପରେ ଧ୍ୟାନ ଦିଅ। ନାହିଁ, ମୋର ବିଶ୍ୱାସ ଅଛି। ମୁଁ କାଲି ରାତିରେ ହଲଚଲ ହବାର ଦେଖିଛି, ଚୁଁ ଚୁଁ ହବାର ଶବ୍ଦ ବି ଶୁଣିଛି। ତୁମ ପୁଅ କୁହୁ ଏବେ ଯାକେ ଛୋଟ ଅଛି। ଏତେ ଗରମରେ ତା ଦେହ ଖରାପ ହେଲେ ତମେ କ'ଣ କରିବ? ଶୁଆ ଭଉଣୀ, ଗୋରି ଭଉଣୀ, ମୋର ପୁରା ବିଶ୍ୱାସ ଅଛି। କାଲି ରାତିରେ ମୁଁ ହଲଚଲ ହବାର ମେହସୁସ କରିଛି, ଆଉ ବହୁତ ଧୀରେ ଧୀରେ ଚୁଁ ଚୁଁର ଶବ୍ଦ ବି ଶୁଣିଛି। ଆଚ୍ଛା, ଅଣ୍ଡା ବି କଥା କହୁଛି କି? ଟିକି ଚଢ଼େଇ, ଏ ତୁମର ମନର ଭ୍ରମ। ତୁମେ ଥକି ସାରିଲଣି, ତୁମେ ଚିନ୍ତାରେ ଅଛ। ଅଣ୍ଡା ଖରାପ ହେଇସାରିଲାଣି। ହଁ, 20 ଦିନ ଭିତରେ ଯଦି ଅଣ୍ଡା ନ ଫାଟେ ତ ଭାବି ନେବ ସେଥିରେ କିଛି ନାହିଁ। ଏ କଥାଟା ମୋ ମା ମତେ କହିଥିଲା। ଗୋରି ଭଉଣୀ, ତୋ ପିଲା ତୋଠାରୁ କିଏ ନେଇଗଲେ ତୁ କ'ଣ ତୋ ପିଲାକୁ ଫୋପାଡ଼ି ଦେବୁ? ତାପରେ ଗୋରି ଆଉ ଶୁଆ ମୁହଁ ବୁଲେଇକି ସେଇଠାରୁ ଚାଲିଗଲେ। ତାପରେ ଟିକି ଚଢ଼େଇ ନିଜ ଆଖି ବନ୍ଦ କରି ଅଣ୍ଡାକୁ ଧୀରେ ସେ ଶୁଆଳିବାକୁ ଲାଗିଲା। ମୋ ପିଲା, ତୁ ଯଦି ଭିତରେ ଅଛୁ, ତାହେଲେ ତୁ ଥରେ ଟିକେ ହଲଚଲ ହେଇଯା। ବାସ୍ ଗୋଟିଏ ଥର। ବହୁତ ଗରମ ହବା ଦ୍ୱାରା ରାନୁଚଢ଼ିଆ ଥକି ଯାଇଥିଲା। ସେ ଏବେ ଜ୍ୟୋତିଷ ପାଖରେ ଦେଖିବ ବୋଲି ଭାବି ନେଇଥିଲା। ତାପରେ ଟିକି ଚଢ଼େଇ ତା ପୁଅକୁ ଗୋରି କାଉ ପାଖରେ ଛାଡ଼ିକି ଚାଲିଗଲା। ତାପରେ ଟିକି ଚଢ଼େଇ ଅଣ୍ଡାକୁ ନେଇକି ବୁଢ଼ୀମା ଚିଡ଼ିଆ ଘରକୁ ଗଲା। ବୁଢ଼ୀମା, ମୋ ଅଣ୍ଡାକୁ 21 ଦିନ ହେଇସାରିଲାଣି, ଏବେ ଯାକେ ସେ ବାହାରିନି। ଟିକି ଚଢ଼େଇ, ଏ ଅଣ୍ଡା ଗରମ ଲାଗୁଛି ନା ହଲଚଲ ହଉଛି? ଆଉ ଏ ଓଜନ ବି ଲାଗୁନି। ମତେ ଲାଗୁଛି ପିଲାଟି ଅଣ୍ଡା ଭିତରେ ମରିଯାଇଛି ବୋଲି। ମତେ ଲାଗୁଛି ଅଣ୍ଡାଟି ହେଲାବେଳେ ଅଣ୍ଡାଟି ଖରାପ ହେଇଯାଇଛି। ନାହିଁ ବୁଢ଼ୀମା, ଏମିତି କୁହ ନାହିଁ। ମୁଁ ଏ ଅଣ୍ଡାକୁ କେବେ କୁଆଡ଼େ ଏକୁଟିଆ ଛାଡ଼ିକି ଯାଇନି ବୁଢ଼ୀମା। ରାତିରେ ବହୁତ ବର୍ଷା ହେଉଥିଲା, ମୁଁ ମୋ ଡେଣାରେ ଏ ଅଣ୍ଡାକୁ ଘୋଡ଼େଇକି ରଖିଥିଲି। ଟିକି ଚଢ଼େଇ, ମମତା ଅଲଗା ଜାଗାରେ, ଆଉ ପ୍ରକୃତିର ନିୟମ ଅଲଗା ଜାଗାରେ। ଯଦି ଅଣ୍ଡା 21 ଦିନ ଭିତରେ ନ ଫାଟିଲା ତ ସେହି ଅଣ୍ଡା ଆଉ ଫାଟେ ନାହିଁ। ବୁଢ଼ୀମା, କିଛି ଉପାୟ ଅଛି କି? କିଛି ତ ଗୋଟେ କର। ଟିକି ଚଢ଼େଇ, ଗୋଟିଏ ଉପାୟ ଅଛି। ସେ ହେଉଛି ପେଚା ଦାଦା। ସେ ବିଦେଶରୁ ଆସିଛନ୍ତି, ତତେ ସେ ସାହାଯ୍ୟ କରିପାରନ୍ତି। ପୁଣି ଥରେ ଟିକି ଚଢ଼େଇ ଆଖିରେ ଆଶାର ଆଲୋକ ଆସିଗଲା। ତାପରେ ସେମାନେ 2 ଜଣ ଅଣ୍ଡା ନେଇକି ପେଚା ଦାଦା ପାଖକୁ ଗଲେ। ଦାଦାଜୀ, 25 ଦିନ ହେଇଗଲାଣି, ଅଣ୍ଡା ଏବେ ଯାଇ ଫାଟିଲା ନାହିଁ। ମତେ ଦେଖିବାକୁ ଦିଅ। ତାପରେ ସେ କାଚରେ ଅଣ୍ଡାକୁ ଦେଖିଲେ। ତାପରେ ଗୋଟେ ବାଡ଼ି ସାହାଯ୍ୟରେ ଅଣ୍ଡାକୁ ଟିକେ ବାଡ଼େଇ ଦେଲେ। ତାପରେ ଅଣ୍ଡା ଫାଟିଗଲା। ମାମା, ମାମା, ମୋ ଝିଅ ଗୁଡ଼ିଆ। ଟିକି ଚଢ଼େଇ, ତମ ବିଶ୍ୱାସ ଆଜି ଜିତିଗଲା। ଏ ଖବର ଶୁଣିକି ତାଙ୍କ ପଡ଼ୋଶୀ ଗୋରି କାଉ ଈର୍ଷା କରିବାକୁ ଲାଗିଲା। ଏ ରାନୁ ନିଜକୁ କ'ଣ ବୋଲି ଭାବୁଛି କି? ଗୋଟିଏ ଅଣ୍ଡା ପାଇଁ ଜଙ୍ଗଲଟାକୁ ଖାଲି ଉଠଉଛି ପକଉଛି ଆଉ ଦେଖ ତ, ସମସ୍ତେ ତାକୁ ମମତାମୟୀ ମା ବୋଲି କହୁଛନ୍ତି। ତାପରେ ଶୁଆ ଗୋରି ଘରକୁ ଆସିଲା। ଗୋରି, କ'ଣ ହେଲା? କ'ଣ ପାଇଁ ଏତେ ରାଗିଛୁ? କ'ଣ କହିବି ଆଉ ଶୁଆ ଭଉଣୀ, ସେ ଟିକି ଚଢ଼େଇର ଖରାପ ଅଣ୍ଡାରୁ ଗୋଟିଏ ଛୁଆଟିଏ ବାହାରିଛି। ଟିକି ଚଢ଼େଇର ମମତା ଆଉ ତା ଖୁସି ଦେଖିକି ଗୋରି କାଉ ଏସବୁ ଦେଖିକି ଈର୍ଷା କରୁଥାଏ। ଜଙ୍ଗଲର ସବୁଠୁ ଚାଲାକ କାଉ ହେଉଛି କଳା କାଉ।
ଗୋଟିଏ ଦିନ ଗୋରି କଳା କାଉ ପାଖକୁ ଗଲା। କାଉ ଭାଇ ଓ କାଉ ଭାଇ, ବାହାରକୁ ଆସ, ତମ ଭଉଣୀ ଆସିଛି। କଣ ହେଲା ଗୋରି, ତୁ ଏବେ ଆସିଛୁ ଏତେ ରାତିରେ? ଗୋଟିଏ ମଜାଦାର ଖବର ନେଇକି ଆସିଛି। ସେ ଟିକି ଚଢ଼େଇର ଆଉ ଗୋଟେ ଅଣ୍ଡାରୁ ବି ଗୋଟିଏ ଚଢ଼େଇ ବାହାରକୁ ଆସିଛି। କାଲି ଯେତେବେଳେ ଟିକି ଚଢ଼େଇ ବାହାରକୁ ଯିବ, ତୁ ତା ଗୁଡିଆକୁ ନେଇକି ପାହାଡ଼ ଉପରକୁ ଯିବୁ। ମୁଁ ସେଠିକି ଚିଲକୁ ଡାକି ଦେଇଥିବି। ହଁ, ଚିଲଠାରୁ ଭଲ ରକମ ଆଣିବା ଆଉ ଚଢ଼େଇମାନଙ୍କୁ ତାକୁ ଦେଇଦବା। ତାପରେ ଟିକି ଚଢ଼େଇ ତା ପିଲାମାନଙ୍କ ନ ପାଇଁ କାନ୍ଦିବ। ସକାଳର ପ୍ରଥମ କିରଣ ଜଙ୍ଗଲରେ ପଡ଼ିଥିଲା। ସବୁଦିନ ପରି ଆଜି ବି ଟିକି ଚଢ଼େଇ ଗୋରି କାଉ ପାଖରେ ତା ପିଲାମାନଙ୍କୁ ଛାଡ଼ି ଦେଇ ଦାନା ପାଇଁ ଯିବ। କିନ୍ତୁ ସେ କଣ ଜାଣିଛି ଆଜିର ସକାଳ ତା ପାଇଁ ସବୁଠାରୁ ଖରାପ ଦିନ ବୋଲି। ଗୋରି, ମୁଁ ଦାନା ପାଇଁ ଯାଉଛି, ତୁ ପିଲାମାନଙ୍କର ଧ୍ୟାନ ରଖିବୁ। ଆଜି ସେମାନଙ୍କୁ କିଛି ଫଳ ଦବ ନାହିଁ, ତାଙ୍କମାନଙ୍କର ପେଟ ଫୁଲ ଅଛି। ହଁ ଟିକି ଚଢ଼େଇ, ତୁମେ ଯାଅ, ମୁଁ ଅଛି ନା, ତା ମାଉସୀ ପରି ସେମାନଙ୍କ ସହିତ ଖେଳିବି। ତାପରେ ଟିକି ଚଢ଼େଇ ଦାନା ଖୋଜିବାକୁ ଚାଲିଗଲା। ଗୋରି କାଉ ପିଲାମାନଙ୍କୁ କହିଲା, ପିଲାମାନେ, ଆଜି ତୁମମାନଙ୍କୁ ଗୋଟେ ଭଲ ଖେଳ ଶିଖେଇବି। ପାହାଡ଼ରେ କେମିତି ଉଡ଼ିବା ସେଇ ଖେଳ। କିନ୍ତୁ ମାମା ତ କହିଥିଲେ ପାହାଡ଼ ଆଡ଼େ ଯିବା ନାହିଁ ବୋଲି। ଆରେ ଗୁଡିଆ ମାମା ତ କହିଥିଲେ ଖୁବ୍ ଖେଳିବା ପାଇଁ। ମାଉସୀ ସହ ଖେଳିଲେ ଏସବୁ ମୁଁ ମାଫ କରିଦେବି। ଚାଲ ମୋ ପଛରେ ଉଡ଼, ଯେମିତି ମୁଁ ଶିଖେଇଥିଲି। ଗୋରି କାଉ ଗୁଡିଆ ଆଉ କୁହୁକୁ ପାହାଡ଼ ଆଡ଼କୁ ନେଇକି ଗଲା। ତାପରେ ଶୁଆ ଉଡ଼ିକି ଆସିଲା। ଗୋଟିଏ ମିନିଟ୍ ପାଇଁ ସେଇଠି ରହିଗଲା। ଗୋରିକୁ ଦେଖି ତା ଆଖି ବଡ଼ ହେଇଗଲା। ଆରେ ଗୋରି କାଉ ଟିକି ଚଢ଼େଇର ପିଲାମାନଙ୍କୁ ସେ ପାହାଡ଼ ଆଡ଼େ କଣ ପାଇଁ ନେଇକି ଯାଉଛି? କିଛି ତ ଗଡ଼ବଡ଼ ଅଛି। ଶୁଆ ଜଲ୍ଦି ରାନୁ ପାଖକୁ ଉଡ଼ିଗଲା। ଗୋଟେ ଗୋରି ସେମାନଙ୍କୁ ପାହାଡ଼ ଉପରକୁ ନେଇ ଯାଇଥିଲା, ଯେଉଁଠିକି ଚିଲ ଆସିବାର ଥିଲା। ଦେଖ ଗୁଡିଆ ଆଉ କୁହୁ, ଏଇଠୁ ଡେଇଁକି ତମେମାନେ ଉଡ଼ି ପାରିବ, ବିଲକୁଲ ମୋ ପରି। ପ୍ରଥମେ ତମେ ଡେଉଁ ନା, ତାପରେ ମୁଁ କରିବି। ତାପରେ ସେଇ ସମୟରେ ଟିକି ଚଢ଼େଇ ଆସିକି ପହଞ୍ଚିଗଲା। ମୋ ପିଲାମାନଙ୍କୁ ଚିଲ ପାଖରେ ବିକ୍ରି କରିବା ପାଇଁ ଯାଉଥିଲୁ? ମାର ମମତାର କେତେ ତାକତ ଅଛି ତୁ ଜାଣିନୁ। ମତେ କ୍ଷମା କରିଦିଅ, ମୁଁ ଭୁଲ କରିଦେଇଛି। ମୁଁ ଆଉ କେବେ ଏମିତି କରିବି ନାହିଁ। ଶୁଆ ଆଉ ଟିକି ଚଢ଼େଇ ମିଶିକି ଗୋରିକୁ ବହୁତ ପିଟିଲେ। ତାପରେ ଗୋରି କଳବଳ କୌଶଳେ ଜୀବନ ବଞ୍ଚାଇ ସେଠାରୁ ପଳେଇଗଲା। ମାମା, ଇଏ ଆମର ମାଉସୀ ନଥିଲା, ଇଏ ତ ମିଛୁଇ କାଉ ଥିଲା। ଆଜି ଯଦି ମାମା ଆସିନଥାନ୍ତେ ତ ଆମେ ଆଜି ଚିଲ ପେଟରେ ଥାଆନ୍ତୁ। ଏହିପରି ଟିକି ଚଢ଼େଇ ମାର ମମତା ଓ ବିଶ୍ୱାସ ଜିତିଗଲା। ଜଙ୍ଗଲରେ ପୁଣି ଥରେ ସବୁ ହସ ଖୁସିରେ ରହିବାକୁ ଲାଗିଲେ। ତ ସାଙ୍ଗମାନେ, ଏ ଗପରୁ ଆମେ କଣ ଶିଖିଲେ? ମାର ବିଶ୍ୱାସ କେବେ ଭୁଲ ହେଇନଥାଏ, ଆଉ ମିଛ ଦିନେ ନା ଦିନେ ବାହାରକୁ ଆସିଯାଇଥାଏ। ଆଜି ପାଇଁ ଏତିକି, ପୁଣି ଆସିବେ କିଛି ନୂଆ ଭିଡ଼ିଓ ନେଇ। ନମସ୍କାର, ଧନ୍ୟବାଦ, ଜୟ ଜଗନ୍ନାଥ।